ଯୁଗ ଜନ୍ମା ରାବଣ ବୋଲି ଆଜ୍ଞା କୁହାଯାଏ। ତେବେ କେମିତି ଭାବରେ ରାବଣ ହେଇଛି ଯୁଗ ଜନ୍ମା? ପୁରାଣ ପୃଷ୍ଠା ଉଲଟେଇଲେ ଆପଣ ମାନେ ପ୍ରମାଣ ପାଇବେ। ଯୁଗ ଜନ୍ମା ରାବଣ 56 ଗଣ୍ଡା ଯୁଗକୁ ବର ମାଗିଥିଲା ବୋଲି ଆମ ପୁରାଣ କହେ। ଯେତେବେଳେ ବେଦପତି ବ୍ରହ୍ମାଙ୍କୁ ଆଜ୍ଞା ତପସ୍ୟା କଲା ଲଙ୍କାପତି ରାବଣ, ପ୍ରସନ୍ନ ହେଇଛନ୍ତି ଆଜ୍ଞା, କଠୋର ତପସ୍ୟା ଆଚରଣ କରିଛନ୍ତି। ପ୍ରସନ୍ନ ହେବେ ବେଦପତି ବ୍ରହ୍ମା। ଅନାହାରେ ବ୍ରତାଚାରୀ ତପସ୍ୟା ସାଧ ଦେଖି ଚମକିଲେ ଗ୍ରହ ତାରା ସମୀରଣ। ଏମିତି କଠୋର ତପ ଆଚରଣ କଲେ ଲଙ୍କାପତି ରାବଣ ବେଦପତି ବ୍ରହ୍ମାଙ୍କ ନିକଟରେ ତପସ୍ୟାରତ ହେଲେ। ଯକ୍ଷ ରକ୍ଷ ଗନ୍ଧର୍ବ ବା ନର ଦେହେ କେହି କୁଚ୍ଛ୍ର ସାଧନାରେ କାହିଁ କିଏ ଭଳି ଛଇ। ତେଣୁ କଠୋର ତପସ୍ୟା ଯେତେବେଳେ ବେଦପତି ବ୍ରହ୍ମାଙ୍କୁ କରିଛନ୍ତି ରାବଣ ହେଲେ ଆଜ୍ଞା ବେଦପତି ବ୍ରହ୍ମା କହିଲେ କଣ ମାଗୁଛ? ନା ହେ ଦେବ, ଆପଣ ଯେତେବେଳେ ହେ ବେଦପତି, ହେ ବ୍ରହ୍ମଦେବ, ଆପଣ ଯେତେବେଳେ ପ୍ରସନ୍ନ ହୋଇଛନ୍ତି ମତେ ଆପଣ ଅମର ବର ପ୍ରଦାନ କରନ୍ତୁ। ଯେତେବେଳେ ଅମର ବର କଥା କହିଛନ୍ତି ରାବଣ, ବେଦପତି ବ୍ରହ୍ମା କହିଲେ ଅମର ବର ଦେବାକୁ ଶକ୍ତି ନାହିଁ ବର। ଏ ପ୍ରକାର ବର ତମେ କାହିଁକି ମାଗୁଛ? ଅମର ବର ପ୍ରଦାନ କରିବା ପାଇଁ ମୋ ନିକଟରେ ସିଏ ଶକ୍ତି ନାହିଁ। ମୁଁ କେବେ ଅମର ବର ତମକୁ ପ୍ରଦାନ କରିପାରିବି ନା। ଯେତେବେଳେ ଏ କଥା ପରିପ୍ରକାଶ କରିଛନ୍ତି, ରାବଣ ଉପାୟ ପାଞ୍ଚିଲା, ଏମିତି ଗୋଟାଏ ବର ମାଗିବି ଯୋଉ ବର ପ୍ରାପ୍ତି ହେଲେ ବା ପ୍ରାପ୍ତ ହେଲେ ଅମର ବର ସହିତ ସମାନ ହୋଇପାରିବ। ଅନେକ ଚିନ୍ତା କରି ରାବଣ ସେଦିନ ବେଦପତି ବ୍ରହ୍ମାଙ୍କୁ 56 ଗଣ୍ଡା ଯୁଗକୁ ବଞ୍ଚିବି ବୋଲି ଆଜ୍ଞା ବର ଭିକ୍ଷା କରିଛନ୍ତି ବ୍ରହ୍ମାଙ୍କ ନିକଟରେ। ମୁଁ ଯେମିତି 56 ଗଣ୍ଡା ଯୁଗ ବଞ୍ଚି। ଆଶ୍ଚର୍ଯ୍ୟ ହେଲେ ରାବଣର ଏ କଥାକୁ ଶ୍ରବଣ କରି ସେଦିନ ବେଦପତି ବ୍ରହ୍ମା ତଟସ୍ଥ ହୋଇଗଲେ। କେତେ ଉର୍ଦ୍ଧ୍ୱ ଆଶା ରଖି ରାବଣ ଆଜି କି ପ୍ରକାର ବର ପ୍ରାପ୍ତ ହେବାକୁ ଚାହୁଁଛି? 56 ଗଣ୍ଡା ଯୁଗ ବଞ୍ଚିବ। এইটা আজ্ঞା ପୁରାଣ ଯିଏ ଉଲଟେଇଲେ ଆମେ ସମସ୍ତେ ପରିପ୍ରକାଶ କରୁ। ରାବଣ 56 ଗଣ୍ଡା ଯୁଗ ବଞ୍ଚିବ। ହେଲେ ଏ 56 ଗଣ୍ଡା ଯୁଗ ଯେ କେତେ ବର୍ଷର ପରମାୟୁ ସେଦିନ ପ୍ରାପ୍ତି ହେବା ପାଇଁ ରାବଣ ବର ମାଗିଲା ବ୍ରହ୍ମାଙ୍କ ନିକଟରେ, ଏ କଥାକୁ ଆମେ କେବେ ନିଜର ମାନସ ପଟକୁ ନେଇ ତେବେ ଗୋଟିଏ ଯୁଗର ବୟସ କେତେ? 56 ଯୁଗର ବୟସ କେତେ? ପୁଣି 56 ଗଣ୍ଡା ଯୁଗ ବଞ୍ଚିବ ବୋଲି ବର ପ୍ରାପ୍ତି ହେବା ପାଇଁ ରାବଣ ସେଦିନ ନିବେଦନ କରୁଛି। ତେବେ ଆସନ୍ତୁ ଜାଣିବା ପୁରାଣ ରହସ୍ୟ ମାଧ୍ୟମରେ ସୁନ୍ଦର କଥାବସ୍ତୁ, ସୁନ୍ଦର ଲୋକାୟିତ ତଥ୍ୟ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ଯଥାସାଧ୍ୟ ମୁଁ ଚେଷ୍ଟିତ ହଉଛି। ଗୋଟିଏ ଯୁଗର ପରମାୟୁ ଆଗ କେତେ ଆମେ ଜାଣିବା। ଆମର ପୁରାଣର ପ୍ରମାଣ ଅନୁସାରେ, ଦୃଷ୍ଟାନ୍ତ ଅନୁସାରେ ଗୋଟିଏ ଯୁଗର ପରମାୟୁ ନିରୂପଣ କରାଯାଇଛି 43,200 ବର୍ଷ। ତେବେ ଆଜ୍ଞା ଗୋଟିଏ ଯୁଗର ପରମାୟୁ ଯଦି 43,200 ବର୍ଷ ହୁଏ, ଇଏ 56 ଗଣ୍ଡା ଯୁଗକୁ ବର ମାଗିଛି। 56 ଇଏ 224 ଯୁଗ ଇଏ ବଞ୍ଚିବା ପାଇଁ ବର ପ୍ରାପ୍ତି ହେବା ପାଇଁ ସେଦିନ ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କରୁଛି। ତେବେ ଆପଣ ମାନେ ବିଚାର କରନ୍ତୁ, ଗୋଟିଏ ଯୁଗର ପରମାୟୁ 43,200 ବର୍ଷ, ତେବେ 56 ଗଣ୍ଡା ଯୁଗର ପରମାୟୁ କେତେ ହବ ଆପଣ ମାନେ ବିଚାର କରନ୍ତୁ।
ତେବେ ନିଜ ସେଦିନ ବ୍ରହ୍ମା ନିରୁପାୟ ହୋଇ ବର ପ୍ରଦାନ କରିଦେଲେ, ତଥାସ୍ତୁ ମୁଁ ବର ପ୍ରଦାନ କରୁଛି। କିନ୍ତୁ ବ୍ରହ୍ମାଙ୍କର ବର ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ ବ୍ରହ୍ମାଙ୍କର ବଚନ କଣ ମିଥ୍ୟା ହେଲା? କେତେବେଳେ ଆଜ୍ଞା ମିଥ୍ୟା ହୋଇଯାଏ? ବ୍ରହ୍ମା ଦେଇଥିବା ବଚନ ମିଥ୍ୟାରେ ପରିଣତ ହେଲା। କେତେବେଳେ ଆଜ୍ଞା ପ୍ରଭୁ ପ୍ରଦାନ କରିଥିବା ବର ଆଜ୍ଞା ମିଥ୍ୟାରେ ପରିଣତ ହୁଏ? ନା ନିଜର କର୍ମ, ଯେ ଯାହା କରଣୀର ଫଳ ଭୋଗ ଭୁଞ୍ଜଇ ମହିତଳ। ସେଦିନ ଯଦିଓ ବେଦପତି ବ୍ରହ୍ମା ବର ପ୍ରଦାନ କରିଥିଲେ, ତଥାସ୍ତୁ ମୁଁ ବର ପ୍ରଦାନ କରୁଛି, ତୁ 56 ଗଣ୍ଡା ଯୁଗ ବଞ୍ଚ। କିନ୍ତୁ ନିଜର କର୍ମ ଆଜ୍ଞା ନିମ୍ନ ସ୍ତରକୁ ନେଇଗଲା। ସେଦିନ ରାବଣର କର୍ମ ନିଜକୁ ଆଜ୍ଞା ଛୋଟ କଲା। 56 ଗଣ୍ଡା ଯୁଗ ବଞ୍ଚିବା ତ ଦୂରର କଥା, ଆମ ପୁରାଣ ପ୍ରମାଣ ଦିଏ 14 ଗଣ୍ଡା ଯୁଗ ଭୋଗ କରିଥିଲା ରାବଣ। ତେବେ 14 ଗଣ୍ଡା ଯୁଗ ଯଦି ଭୋଗ କରିଥିଲା, 14 ଗଣ୍ଡା 56 ଗଣ୍ଡା ଯୁଗ ଛାଡି 14 ଗଣ୍ଡା 14 56 ଯୁଗ ବଞ୍ଚିଥିଲା। ତେବେ ଭୋଗ କରିଥିଲା 56 ଯୁଗ। ତେବେ ଆପଣ ମାନେ ବିଚାର କରନ୍ତୁ, ଗୋଟିଏ ଯୁଗ 43,200 ବର୍ଷ, ସେଥିରେ ଆପଣ 56 ଯଦି ଗୁଣିଲେ, ତେବେ ଆଜ୍ଞା 24,19,200 ବର୍ଷ ଆପଣଙ୍କର ଆସିବ। ତେବେ 24,19,200 ବର୍ଷ ଆମ ପୁରାଣ ଅନୁସାରେ ପରମାୟୁ ଥିଲା ରାବଣର, ବଞ୍ଚି ରହିଥିଲା 24,19,200 ବର୍ଷ। ସେଇଥିପାଇଁ ପୁରାଣ ଲେଖା ହେଇଛି, ପୁରାଣ ପ୍ରମାଣ ଦିଏ ଯୋଗ ଜନ୍ମା ରାବଣ, ଯୁଗ ଯୁଗ ବଞ୍ଚି ରହିଥିଲା ରାବଣ। ତେବେ ଆପଣ ଯଦି ପୁରାଣର ପୃଷ୍ଠାକୁ ଲଟେଇବେ, ସତ୍ୟ ଯୁଗ ଆମ ପୁରାଣ ଅନୁସାରେ ପରମାୟୁ 17,10,000 ବର୍ଷ। ତେବେ ଇଏ ଯୋଉ ତ୍ରେତୟା ଯୁଗରେ ରାବଣ ନିଜର ଯୋଉ କଥା ଆଜ୍ଞା ପ୍ରଦର୍ଶିତ କଲା, ବା ରାବଣ ଯୋଉ କ୍ରିୟାକର୍ମ କଲା, ନିଜର କର୍ମ ଭାବରେ ପରିଚିତ ହେଲା ତ୍ରେତୟା ଯୁଗରେ। ଏ ତ୍ରେତୟା ଯୁଗରେ ପୁଣି 24,19,200 ବର୍ଷ କେମିତି ଭୋଗ କଲା? ପ୍ରଶ୍ନବାଚୀ ସୃଷ୍ଟି ହୁଏ। ତଥାପି ପୁରାଣର ଏହି ବିଚିତ୍ର କିମ୍ବଦନ୍ତୀ ପ୍ରମାଣ ଅନୁସାରେ ଯେତେବେଳେ 14 ଗଣ୍ଡା ଯୁଗକୁ ଭୋଗ କରିଛି, ଅର୍ଥାତ୍ 56 ଯୁଗକୁ ଭୋଗ କରିଛି, ବଞ୍ଚି ରହିଛି ଦଶଗ୍ରୀବ ରାବଣ, ସେଦିନ ଆଜ୍ଞା ବ୍ରହ୍ମାଙ୍କ ପର ଅନୁସାରେ 24,19,200 ବର୍ଷ ଏ ଧରାଧାମରେ ବଞ୍ଚିତ ରହିଥିଲା ବୋଲି ଆମ ପୁରାଣ ପ୍ରମାଣ ଅନୁସାରେ ଆପଣ ମାନଙ୍କ ଆଗରେ ମୁଁ ଉପସ୍ଥାପନ କରୁଛି। ତେବେ ସ୍ୱଳ୍ପ ସମୟର କଥାବସ୍ତୁ, ଆଜିର ମୁଖ୍ୟ କିମ୍ବଦନ୍ତୀ ଥିଲା ଯୁଗଜନ୍ମା ରାବଣ। ରାବଣର ପରମାୟୁ କେତେ ଦିନ ରାବଣ ଏ ଧରାଧାମରେ ବଞ୍ଚି ରହିଥିଲା, ରାଜୁତି କରିଥିଲା, ଜନ୍ମ ଗ୍ରହଣ କରି ନିଜର କର୍ମ ସମ୍ପାଦନ କରିଥିଲା। ସ୍ୱଳ୍ପ ସମୟର କଥାବସ୍ତୁକୁ ଆପଣ ମାନଙ୍କ ଆଗରେ ବିଶ୍ରାମ ଦଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରିବି। ସେ ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣि ପଶ୍ୟନ୍ତୁ, ମା କଶ୍ଚିଦ୍ ଦୁଃଖ ଭାଗ ଭବେତ୍। ओम शांति, ओम शांति, ओम शांति।